ରାବଣ ସୀତାକୁ ନେଇନି, ସୀତା ରାବଣକୁ ନେଇକି ପଳେଇଛି। ସୀତା ରାବଣକୁ ନେଇକି ପଳେଇଛି। ଆପଣ କହିବେ ଏଟା କେଡେ ଗାଲୁଆ ଗାୟକ, ଆପଣ କହିବେ ଏଟା କେଡେ ଗାଲୁଆ ଗାୟକ। ରାବଣ ମଲା ପଛକେ ସେ ସୀତାକୁ ଦେଖିଛି ନା, ସୀତା କିନ୍ତୁ ରାବଣକୁ ଦେଖିଛି। ରାବଣ ସୀତାକୁ ଚୋରି କରିକି ନେଇଛି ଲଙ୍କା, ହଁ କରିଦେଲେ ସିନା ଆପଣ, ମୁଁ ହଁ କରିପାରିବିନି। ରାବଣ ସୀତାକୁ ନେଇନି, ସୀତା ରାବଣକୁ ନେଇକି ପଳେଇଛି। ସୀତା ରାବଣକୁ ନେଇକି ପଳେଇଛି। ବାଲା ବାଲା ମନ୍ତ୍ରରେ ଟିକେ ପରିଶ୍ରମ କର, ଦର୍ଶକକୁ ଟିକେ ବାନ୍ଧି ରଖିବା ପାଇଁ ଚେଷ୍ଟା କର, ତାହେଲେ ପଞ୍ଚବଟୀ ଅରଣ୍ୟ ଭିତରୁ ରାବଣ ସୀତାକୁ ଚୋରି କରିବ କଣ? ପଞ୍ଚବଟୀ ଅରଣ୍ୟଟା ହେଲା ରାବଣର ନିଜ ଘର। ରାବଣ ସୀତାକୁ ନେଇକି ପଳେଇଲା ନା ସୀତା ରାବଣକୁ ନେଇକି ପଳେଇଲା? ମୁଁ କହୁଛି ସୀତା ରାବଣକୁ ନେଇକି ପଳେଇଲା। ଆପଣ କହିବେ ଏଟା କେଡେ ଗାଲୁଆ ଗାୟକ, ଆପଣ କହିବେ ଏଟା କେଡେ ଗାଲୁଆ ଗାୟକ। ସବୁ ଗାୟକ ଗୋଟେ ପ୍ରକାର କଥା କହିଲା ବେଳେ ଏ ଗାୟକ କଣ ଆଉ ଗୋଟେ ପ୍ରକାର କଥା କହିଲା? ହଁ, ଏ କଣ ଓଲଟା କହୁଛନ୍ତି? ମୁଁ ପ୍ରମାଣ ଦେବି ଆପଣ। ଆଉ ଓଲଟା କହିଲେ କଣ ହବ? ପ୍ରମାଣ ଆସିଯିବ ନା ଆଉ। ମୁଁ ପ୍ରମାଣ ଦେବି ଆପଣ। ଆଉ ଓଲଟା କହିଲେ କଣ ହବ? ପ୍ରମାଣ ଆସିଯିବ ନା ଆଉ। ବୁଢା ପାଲାବାଲାଙ୍କ ବିଷୟ କୋଉଠି ଥିଲା? ପଞ୍ଚବଟୀ ବନରେ ମା ଜାନକୀ ଅଛନ୍ତି, ତେଣୁକରି ସେଇଠି ରାବଣ ଯାଇକି ସେ ଜାଗାରେ ପହଞ୍ଚିଛି। ପ୍ରକୃତରେ ମା କି ନୁହଁ, ପ୍ରକୃତରେ ସୀତା କି ନାଇଁ, ପ୍ରକୃତରେ ସୀତା ନୁହେଁ, ପରୀକ୍ଷା କରିବାକୁ ଯାଇଛି। ପରୀକ୍ଷା। ଆହା, ରାବଣ ଆସିକି ପହଞ୍ଚିଛି ପଞ୍ଚବଟୀ ଅରଣ୍ୟରେ। ଏଇଠି କାମ ଛିଣ୍ଡେଇ ଦେଇକି ଯିବା। କଲା ବହି ଜ୍ୟୋତି ବେଶ ରାବଣ ଯେ ଆସିବ ଭୁଜକୁ ଛପାଇ। ଆହା ଭୁଜକୁ ଛପାଇ, ଆହା ଭୁଜକୁ ଛପାଇ, ବିଭୂତି ଅଙ୍କ କରଙ୍କ କର ବାଳେ ଶଙ୍କର ଜପଇ। ଶଙ୍କର ଜପାଇ, ଶଙ୍କର ଜପ, ଶଙ୍କର ଜପଇ, ଆହା ଶଙ୍କର ଜପଇ, ଶଙ୍କର ଜପଇ, ଶଙ୍କର ଜପଇ, ଶଙ୍କର ଜପଇ। ବରହି ଅନ୍ତରେ ଗୁପତ ସତ୍ୱରେ ନ ଦେଖି ଲଙ୍କେଶ, ଆହା ନ ଦେଖି ଲଙ୍କେଶ, ଆହା ନ ଦେଖି ଲଙ୍କେଶ, ବେଦମତି ମତ ଏହି ହେଲା ସତ ବିଚାରେ ମାନସ। ବିଚାରେ ମାନସ, ବିଚାରେ ମାନସ, ବିଚାରେ ମାନସ, ଆହା ବିଚାରେ ମାନସ, ବିଚାରେ ମାନସ, ବିଚାରେ ମାନସ, ବିଚାରେ ମାନସ। ପଞ୍ଚବଟୀ ଅରଣ୍ୟ ଭିତରେ ଅଛନ୍ତି ମା ସୀତା। କୁଶକଣ୍ଟକର ଚାଳିଆଟିଏ ତିଆରି ହେଇଛି। କୁଶ କାଟିକି ଆମେ ବ୍ରାହ୍ମଣ ମାନେ ଯୋଉ କୁଶ ପୂଜା କରୁ, ତମ ହାତରେ କୁଶ ବଟୁ ଦଉ, ବାନ୍ଧୁଛେ। ହଁ, ସେଇ କୁଶ କଣ୍ଟକକୁ ହାଣିକି ଆଚ୍ଛା ସେଇ କୁଶରେ ତିଆରି ହେଇଛି ଗୋଟେ ଚାଳିଆ। ଆଚ୍ଛା ଆଚ୍ଛା ଆଚ୍ଛା। କାହିଁକି କାହିଁକି? ନା କୁଶଟା ହଉଛି ବଡ ଥଣ୍ଡା। ଆଚ୍ଛା ଆଚ୍ଛା, ଥଣ୍ଡା ଲାଗିବ। ତେଣୁ କୁଶର ଘରଟା ହଉଛି ଗୋଟେ ଏସି ରୁମ ସାଙ୍ଗେ ସମାନ। ବାସ୍, ତାରି ଭିତରେ ସୀତା ଅଛନ୍ତି। ଆଚ୍ଛା। ରାବଣ ଆସିଲା, ହଁ, କଲା ବରହି ଅନ୍ତରେ ଗୁପତ ସତ୍ୱରେ ନ ଦେଖି ଲଙ୍କେଶ, ଆହା ନ ଦେଖି ଲଙ୍କେଶ, ଆହା ନ ଦେଖି ଲଙ୍କେଶ, ବେଦମତି ମତ ଏହି ହେଲା ସତ ବିଚାରେ ମାନସ। ବିଚାରେ ମାନସ। ଆମ ବ୍ରାହ୍ମଣିଆକୁ ଆଜ୍ଞା କିଛି ଦେଖାଯିବନି, ଯଦି ଭଲ କୁଶ ମେଞ୍ଚାଟିଏ ଦେଖିଦେଲୁ, ଆଚ୍ଛା ଆଚ୍ଛା, ଲୋଭ ଲାଗିବ। ତାରି ଉପରେ ଲୋଭ। ଆଚ୍ଛା,
ଗାଈର ଯେମିତି ଦୁବ ଘାସ ଉପରେ ଲୋଭ, ହଁ ହଁ ବ୍ରାହ୍ମଣିଆଙ୍କର କୁଶ ଉପରେ ଲୋଭ। ଲୋଭ ଥାଏ। ରାବଣ ତ ବ୍ରାହ୍ମଣ, ବାସ୍ ଅନେଇ ଦେଲା କୁଶର ଘର, ହଁ ହଁ ଛପର ହେଇଛି କୁଶ। ଓରିଜିନାଲ କୁଶ ଗୁଡାକ। ଯା 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 ସେ ଖାଲି କୁଶକୁ ଅନେଇଲା, ହଁ ଖାଲି କୁଶକୁ ଅନେଇ ଲାଗିଥେ। ସୀତାଙ୍କୁ ଦେଖି ପାରିଲାନି। ନା 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 କୁଶ ଉପରେ ନଜର ରହିଲା ଆଉ। ରାବଣ ମଲା ପଛେକି ହଁ ହଁ ସେ ସୀତାକୁ ଦେଖିଛି ନା ନା। ସେ ତାଙ୍କୁ ଦେଖିନି। ସୀତା କିନ୍ତୁ ହଁ ହଁ ରାବଣକୁ ଦେଖିଛି। ଆଚ୍ଛା ରାବଣ ସୀତାକୁ ନେଇକି ଯାଇଛି ଲଙ୍କାକୁ। ଆପଣ ତ ପାଲା ଶୁଣୁଛନ୍ତି, ରାମାୟଣ ଶୁଣୁଛନ୍ତି। ଆଚ୍ଛା ରାବଣ ସୀତାକୁ ଚୋରି କରିକି ନେଇଛି ଲଙ୍କା। ହଁ ହଁ ନେଇଛି ବୋଲି କହୁଛନ୍ତି ସମସ୍ତେ ଆଉ। ନେଇଛି। ହଁ ପୁଷ୍ପକ ବିମାନରେ ବସେଇକି ନେଇଛି ଆଉ। ହଁ କରିଦେଲେ ସିନା ଆପଣ, ମୁଁ ହଁ କରିପାରିବିନି। ନାଇଁ ରାବଣ ସୀତାକୁ ନେଇନି, ଆଉ ସୀତା ରାବଣକୁ ନେଇକି ପଳେଇଛି। ଏଟା ଆଶ୍ଚର୍ଯ୍ୟ କଥା ଆଜ୍ଞା। କେମିତି ସୀତା ରାବଣକୁ ନେଇଛି ସେ କଥା ବୁଝେଇଲେ ହବ ନା ଆଉ। ଆମ ଗାଁ ମଧୁ ସାହୁ ପୁଅ ବାସ୍ ଯୋଗିଆ ଦଳେଇ ଝିଅକୁ ନେଇକି ପଳେଇଲା। ଆଜ୍ଞା ହଁ ଆଚ୍ଛା, ସନେଇ ଦଳେଇ ଝିଅ ହଁ ହଁ ଜଗତସିଂହପୁରରୁ ଗୋଟେ ଟୋକା ଆଇସ୍କ୍ରିମ ବେପାର କରୁଥିଲା, ତାକୁ ନେଇକି ପଳେଇଲା। ଦିଟା ଯାକ ସମାନ। ଗୋଟେ ଜାଗାରେ ପୁଅ ଝିଅକୁ ନେଇକି ପଳେଇଲା, ଗୋଟେ ଜାଗାରେ ଝିଅ ପୁଅକୁ ନେଇକି ପଳେଇଲା। ଆରେ ସମାନ ହେବେ କେମିତି? ତାହେଲେ ରାବଣ ସୀତାକୁ ନେଇକି ପଳେଇଲା ହଁ ନା ସୀତା ରାବଣକୁ ନେଇକି ପଳେଇଲା? ଦେଖିବା ତ। ମୁଁ କହୁଛି ଆଚ୍ଛା ସୀତା ହଁ ରାବଣକୁ ନେଇକି ପଳେଇଲା। ଆଚ୍ଛା ଆପଣ କହିବେ ଏଟା କେଡେ ଗାଲୁଆ ଗାୟକ। ମଲା ସମସ୍ତେ କହିବେ ଆଉ। ସବୁ ଗାୟକ ଗୋଟେ ପ୍ରକାର କଥା କହିଲା ବେଳେ ଏ ଗାୟକ କଣ ଆଉ ଗୋଟେ ପ୍ରକାର କଥା କହୁଛି। ହଁ ଏ କଣ ଓଲଟା କହୁଛନ୍ତି? ମୁଁ ପ୍ରମାଣ ଦେବି ଆପଣ। ଆଉ ଓଲଟା କହିଲେ କଣ ହବ? ପ୍ରମାଣ ଆସିଯିବ ନା ଆଉ। ବହି ନାଁ ହେଲା ରେକର୍ଡ ସୀତା ଚୋରି। ବାସ୍ ଟିକେ ମନେ ପକାନ୍ତୁ, ଏ ପଦ ଆପଣ ସମସ୍ତଙ୍କର ମନେ ଥବ। ଆଚ୍ଛା କଲା ହାରାମ ହାରାମ ବାଣୀ ହଁ 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 ଜଟାୟୁ ଶୁଣିଲା। ରାମ ରାମ ବାଣୀ ଜଟାୟୁ ଶୁଣିଲା। କୋକିଳ କି ରାମ ନାମ ଗାଉଛି ମଣିଲା। କୋକିଳ କି ରାମ ନାମ ଗାଉଛି ମଣିଲା। ଛୁଆ ବେଳେ ବୁଢୀ ମା ମାନେ ପଢନ୍ତିନି ରେକର୍ଡ ସୀତା ଚୋରି? ଆଜ୍ଞା ଆମେ ମାନେ ଅଳ୍ପ ଅଳ୍ପ ଶୁଣିନି। ତାପର ପଦ କଣ ଲେଖା ଯାଇଛି? କଣ ଲେଖା ଅଛି? କଲା ଉପରକୁ ଚାହିଁଦେଲା ବସିର ଥପରେ। ଉପରକୁ ଚାହିଁଦେଲା ବସିର ଥପରେ। ରାବଣ ଯାଉଛି ସୀତା ଦେବୀ ସଙ୍ଗତରେ। ରାବଣ ଯାଉଛି ସୀତା ଦେବୀ ସଙ୍ଗତରେ। କିଏ ଯାଉଛି ଆଜ୍ଞା? ରାବଣ ଯାଉଛି। ସୀତା ସଙ୍ଗତରେ। କାହା ସାଙ୍ଗରେ ଯାଉଛି? ସୀତା ସହିତ। ଆପଣ କହିବାଟା ଠିକ ଆଉ। ହଁ ଠିକ କଥା। ମୋ ପାଳିଆଙ୍କୁ ଆପଣ ଦେଖିବେ ବାଟରେ, ଆପଣ କଣ ପଚାରିବେ? ବାବୁ ତମେ କୋଉ ଗାୟକ ସାଙ୍ଗରେ ଯାଉଛ?
ନିଶ୍ଚିତ କହିବ ତମେ ହୋତା ପଚାରି ବାବୁ। ପାରିବ କି କୋଉ ଗାୟକକୁ ସାଙ୍ଗରେ ନଉଛ ବୋଲି? ନାଇଁ ଆଜ୍ଞା ନାଇଁ, ନାଇଁ, ଯାଉଛ ବୋଲି କହିବେ। ସେମିତି ଆଉ ଆପଣ ମତେ ଦେଖିବେ ହଁ ହୋତା ଭାଇନା ଯୋଉ ବୁଢା ପାଳିଆଟାକୁ ସାଙ୍ଗରେ ନଉଥିଲ ସେ ସାଙ୍ଗରେ ଯାଉଛି ନା ନାଇଁ? କହିବେ ଆଜ୍ଞା। ତାହେଲେ ଅର୍ଥଟା ଦ୍ୱିବିଧ ହେଲା ନା ଏକବିଧ ହେଲା? ତେଣୁ ରାବଣ ଯାଉଛି ସୀତା ଦେବୀ ଦେବୀ ସଙ୍ଗତରେ। ସଙ୍ଗତରେ। ଯାଉଛି କିଏ ନା ରାବଣ? ହଁ ନଉଛି କିଏ ସୀତା ସୀତା। ନା ମା ସୀତା? ହଁ, ହଁ, ହଁ। ତାହେଲେ ପଞ୍ଚବଟୀ ଅରଣ୍ୟ ଭିତରୁ ଆଚ୍ଛା ରାବଣ ସୀତାକୁ ଚୋରି କରିବ କଣ? ପଞ୍ଚବଟୀ ଅରଣ୍ୟଟା ହେଲା ରାବଣର ନିଜ ଘର। ପଞ୍ଚବଟୀ ଅରଣ୍ୟ ଲଙ୍କାରେ ସିନା ରାଜା ହେଲା କୁବେରକୁ ଛଡେଇକି, କିନ୍ତୁ ପଞ୍ଚବଟୀ ଅରଣ୍ୟ ରାବଣ ହଉଛି ଭାରତୀୟ। ବାସ୍ ରାମ ରାବଣ ଯୁଦ୍ଧ କେବେ ହେଇନି। ନାଇଁ ଯୁଦ୍ଧ ହଉଛି ସଦାବେଳେ ଆର୍ଯ୍ୟ ଆଉ ଦ୍ରାବିଡ ମାନଙ୍କର। ବାସ୍ ଆର୍ଯ୍ୟ ଦ୍ରାବିଡ। ଆଚ୍ଛା ଆର୍ଯ୍ୟ ହଉଛି ରାବଣ, ହଁ ହଁ ଦ୍ରାବିଡ ହଉଛି ଦ୍ରାବିଡ ହଉଛି ରାମ। ବାସ୍ କାରଣ ଓରିଜିନାଲ ରେସିଡେନ୍ସ ସାର୍ଟିଫିକେଟ ଆଚ୍ଛା ପଞ୍ଚବଟୀରେ ରାବଣର ରହିଛି। ଦ୍ୱିପଦ ପ୍ରମାଣ କରିଦବା ପଳେଇବା। ଆଚ୍ଛା ଆଚ୍ଛା ଜୟ ଜୟ ରାମଚନ୍ଦ୍ର ହେ ମର୍ଯ୍ୟାଦା ପୁରୁଷ। हे गुरु तुमे मंगल माया कृपा बिनु मुक्ति नाही। জয় জয় রামচন্দ্র হে বশিষ্ঠর শিষ্য। हे गुरु तुमे मंगल माया कृपा बिनु मुक्ति नाही। শুনিলে গুড়ি গজমে দেই করি মন। हे गुरु तुमे मंगल माया कृपा बिनु मुक्ति नाही। যাহা যাহা দেহ মান হেলা আলোচন। हे गुरु तुमे मंगल माया कृपा बिनु मुक्ति नाही। হৌ জয় জয় জগন্নাথ হে নীলাচল মুদ্রা। हे गुरु तुमे मंगल माया অনন্ত নাগ উপরে ভাগ যোগ নিদ্রা। हे गुरु तुमे मंगल माया कृपा बिनु मुक्ति नाही। বালা বালা মন্ত্রে টিকিয়ে পরিশ্রম করো। हे गुरु तुमे मंगल माया कृपा बिनु मुक्ति नाही। দর্শকକୁ ଟିକିଏ ବାନ୍ଧି ରଖିବା ପାଇଁ ଚେଷ୍ଟା କର। हे गुरु तुमे मंगल माया कृपा बिनु मुक्ति नाही। কালি প্রথম ধাকেরে তোমার ফেলে 30 জন। हे गुरु तुमे मंगल माया कृपा बिनु मुक्ति नाही। হোতা আসিলা বেলକୁ 100 ডেইলেনি জানো। हे गुरु तुमे मंगल माया कृपा बिनु मुक्ति नाही। কালি দ্বিতীয় থাকেরে রখিছিল 6 জন। हे गुरु तुमे मंगल माया कृपा बिनु मुक्ति नाही। ଯେତିକି ସମୟ ପାଲା କର ଦର୍ଶକଙ୍କ ମନ କର আকর্ষণ। हे गुरु तुमे मंगल माया कृपा बिनु मुक्ति नाही।
ଚାହୁଁ ପଣ୍ଡିତେ 12:30 ବାଜିଲା ତୁମେ ମଙ୍ଗଳ ମାୟା କୃପା ବିନୁ ମୁକ୍ତି ନାହିଁ। ଆଜି ଏତିକିରେ ହୋତା ପୁଅ ବରା ବିଦାୟ ମାଗିଲା ହେ ଗୁରୁ ତୁମେ ମଙ୍ଗଳ ମାୟା ଗଲା ବେଳେ ଲୋଡ଼ା ନାହିଁ ବାବୁ ମୋର ଧନ ଜନ ତୁମେ ମଙ୍ଗଳ ମାୟା ଗଲା ବେଳେ ବାପା ଟିକେ ହରି ବୋଲ ଦବ ଜାଣ ହେ ଗୁରୁ ତୁମେ ମଙ୍ଗଳ ମାୟା କୃପା ବିନୁ ମୁକ୍ତି ନାହିଁ। ମାଲୋ ଭଉଣୀ ଯେତେ ବରା ତମେ ହୋଇଅଛ ମେଳି ହେ ଗୁରୁ ତୁମେ ମଙ୍ଗଳ ମାୟା କୃପା ବିନୁ ମୁକ୍ତି ନାହିଁ। ମା କାଳୀ ନାମରେ ଟିକିଏ ମାଲୋ ଦିଅ ହୁଳହୁଳି ହେ ଗୁରୁ ତୁମେ ମଙ୍ଗଳ ମାୟା କୃପା ବିନୁ ମୁକ୍ତି ନାହିଁ। ଜଗତ କଲ୍ୟାଣ କରିଥାନ୍ତୁ ମା କାଳୀ ଏହି ଯେ ଗ୍ରାମର ହେ ଗୁରୁ ତୁମେ ମଙ୍ଗଳ ମାୟା କୃପା ବିନୁ ମୁକ୍ତି ନାହିଁ। ତାର ଆଶୀର୍ବାଦ ସ୍ୱର୍ଗପୁର ହଉ ଏହି ନିରଞ୍ଜନପୁର ହେ ଗୁରୁ ତୁମେ ମଙ୍ଗଳ ମାୟା କୃପା ବିନୁ ମୁକ୍ତି ନାହିଁ। ତାର ଆଶୀର୍ବାଦ ଲାଗିଥାଉ ଏହି ଗ୍ରାମର ହେଉ କଲ୍ୟାଣ ହେ ଗୁରୁ ତୁମେ ମଙ୍ଗଳ ମାୟା କୃପା ବିନୁ ମୁକ୍ତି ନାହିଁ। ମଙ୍ଗଳ କରନ୍ତୁ ଆପଣ ମାନଙ୍କ ପ୍ରଭୁ ସତ୍ୟ ନାରାୟଣ ହେ ଗୁରୁ ତୁମେ ମଙ୍ଗଳ ମାୟା କୃପା ବିନୁ ମୁକ୍ତି ନାହିଁ। ବିଷ୍ଣୁ ଆଉ କାହିଁକି ଡେରି କରିବା ଏଇଠୁ ବିଦାୟ ନବା କାଲି କୋଇଲି ମାଳିକା ହବ କାଲି କୋଇଲି ମାଳିକା ଆଉ କଣ କଥା ଦେଲି କାଲି ଗାଇବି କୋଇଲି ମାଳିକା ଯେତେ କଷ୍ଟ ହଉ ପଛକେ ଗାଇବି ଆଉ କଣ ବୋଲୋ ଦିନ ଜନସ୍ୟ ଶରଣ ରକ୍ଷଣ ମହାବାହୁ ବୋଲୋ ଦିନ ଜନସ୍ୟ ଶରଣ ରକ୍ଷଣ ମହାବାହୁ ଆନନ୍ଦ ସାଗରେ ପୀର ଦରବାରେ ଆନନ୍ଦ ସାଗରେ ପୀର ଦରବାରେ ସର୍ବେ ହରିବୋଲ କରତାଳି ହୁଳ ହୁଳି ଦିଅ ଏ ବିଶ୍ୱ ଦୁଃଖ